ଜଣେ ନିଷ୍ଠାବାନ ଓ ଅତି ଆଗ୍ରହୀ ସାଧକର ପରମ ଲକ୍ଷ୍ୟ ହେଉଛି ମୁକ୍ତି। ଆତ୍ମଜ୍ଞାନ, ବ୍ରହ୍ମଜ୍ଞାନ, ଅପରୋକ୍ଷ ଅନୁଭୂତି, ଈଶ୍ୱର ପ୍ରାପ୍ତି, ଈଶ୍ୱର ମିଳନ, ବୋଧି ପ୍ରାପ୍ତି, ଅନେକ ନାମ ତାର। ସେ ଯେକୌଣସି ନାମ କିମ୍ବା ସଂକଳ୍ପନା ହେଉନା କାହିଁକି, ଏକ ପ୍ରକୃତ ସାଧକର ଜୀବନର ସର୍ବଶ୍ରେଷ୍ଠ ଉଦ୍ଦେଶ୍ୟ ହେଉଛି ତାହା। ଏହି ଲକ୍ଷ୍ୟରେ ପହଞ୍ଚିବା ଲାଗି ଅସଂଖ୍ୟ ସାଧନ ମାନବ କଲ୍ୟାଣ ପାଇଁ ଉପହାର ସ୍ୱରୂପ ସାଧୁମାନେ, ସନ୍ତମାନେ, ମହାପୁରୁଷମାନେ ଓ ଅବତାରମାନେ ପ୍ରଦାନ କରି ଯାଇଅଛନ୍ତି। ଯେକୌଣସି ପଥରେ ଥାଉ ନା କାହିଁକି, କିନ୍ତୁ ସେହି ମାର୍ଗରେ ପ୍ରଗତି କରୁଛ କି ନାହିଁ ତାହାର କିଛି ନିର୍ଦ୍ଦିଷ୍ଟ ମାପଦଣ୍ଡ ଅଛି। ସେହି ମାପଦଣ୍ଡ ଗୁଡ଼ିକର ଜ୍ଞାନ ପ୍ରାପ୍ତ କରି ତାକୁ ସମୟ ସମୟରେ ନିଜକୁ ମୂଲ୍ୟାଙ୍କନ କରିପାରିଲେ ବାଟବଣା ହେବ ନାହିଁ। ମାୟାର ଜାଲରୁ ବଞ୍ଚି ବ୍ରହ୍ମ ଆଡ଼କୁ ଆଗେଇବା ଏକ ସୂକ୍ଷ୍ମ ଓ କୌଶଳର କାମ। ପ୍ରତିଟି ପାଦରେ ତୁମକୁ ସମାଜର ଚାପ, ଅନ୍ଧବିଶ୍ୱାସ, ଅନ୍ଧ ମାର୍ଗଦର୍ଶକଙ୍କର ଉପଦେଶରୁ ବଞ୍ଚିତ ରଖି ସତ୍ୟ ଓ ଆଲୋକର ପଥକୁ ଧରି ଚାଲିବାକୁ ପଡ଼ିବ। ଯଦି ମାପଦଣ୍ଡ ନଥିବ ତେବେ ବାଟବଣା ହେବା ଅତି ସ୍ୱାଭାବିକ। ଏହି ମାପଦଣ୍ଡ ଗୁଡ଼ିକ ଜାଣିନେବା ପୂର୍ବରୁ ନିଶ୍ଚିତ ରୂପେ ଏହି ତଥ୍ୟର ସ୍ପଷ୍ଟୀକରଣ କରିନେବା ଉଚିତ ଯେ ତୁମ ପ୍ରଗତି ଏଥିରୁ କଦାପି ମାପାଯିବ ନାହିଁ ଯେ ସଂସାର ଜଡ଼ିତ ମନସ୍କାମନା ତୁମର ପୂର୍ଣ୍ଣ ହେଉଛି କି ନାହିଁ ତୁମର ସାଧନା ଦ୍ୱାରା। ଯେକୌଣସି ପୂଜା, ପାଠ, ବାର, ବ୍ରତ, ଜ୍ଞାନ, ଧ୍ୟାନ, ତନ୍ତ୍ର, ଯାହା କୌଣସି ବି ସାଧନ ହେଉନା କାହିଁ, ଯଦି ତାର ନିଯୁକ୍ତି ସଂସାର ଜଡ଼ିତ ମନସ୍କାମନା ପୂରଣରେ ଲାଗୁଛି, ତାହା କେବେ ବି ମୁକ୍ତିର କାରଣ ହୋଇପାରିବ ନାହିଁ। ତାହା ସବୁବେଳେ ବନ୍ଧନର କାରଣ। ଏଭଳିକି ସ୍ୱର୍ଗର ଅଭିଳାଷାରେ କରାଯାଉଥିବା ସାଧନା ବି ବନ୍ଧନର କାରଣ। ପ୍ରକୃତ ମାନ୍ୟରେ କେବଳ ଭବସାଗରରୁ ପାର ଅର୍ଥାତ୍ କୌଣସି ବି ଲୋକରେ ଜନ୍ମ ନ ନେବା ହିଁ ପ୍ରକୃତ ମୁକ୍ତି। ସାଂସାରିକ ବସ୍ତୁ, ବ୍ୟକ୍ତି, ଜାଗା, ଘଟଣା ଇତ୍ୟାଦିର ସୁଖ ଭୋଗର ତୃଷ୍ଣା ସୃଷ୍ଟି ହେଲା ମାନେ ଦୁଃଖର ବୀଜ ସୃଷ୍ଟି ହୋଇଯାଇଥାଏ। କାରଣ ଅସ୍ଥାୟୀତା ହିଁ ପ୍ରକୃତିର ଏକମାତ୍ର ସ୍ଥାୟୀ ନିୟମ। ତୁମେ କୌଣସି ବସ୍ତୁ, ବ୍ୟକ୍ତି, ଘଟଣାର ଅଭିଳାଷା କଲ, ତାହାର ପୂର୍ଣ୍ଣ ହେଇଗଲା ପରେ ତାହା ସେହି ସ୍ଥିତିରେ ରହିବ, ତାହା ଅସମ୍ଭବ। ଦ୍ୱିତୀୟ କଥା, ଗୋଟିଏ ଅଭିଳାଷା ପୂର୍ଣ୍ଣ ହେଲେ ଆହୁରି ଗୋଟେ ଅଭିଳାଷା ଉଙ୍କି ମାରିବ, ତାପରେ ଆହୁରି ଗୋଟେ ଅଭିଳାଷା ସୃଷ୍ଟି ହେବ। ଏହାର ବି କୌଣସି ଅନ୍ତ ନାହିଁ। ଏଭଳି ଅସ୍ଥାୟୀ ସାଂସାରିକ ବସ୍ତୁ, ବ୍ୟକ୍ତି ଓ ଘଟଣାର ସାର ନେଇ ୟା ଉପରେ ନିର୍ଭର ରହି ସୁଖର ଅଭିଳାଷାରେ ଜୀବନରେ ଆଗେଇଲେ କେବଳ ଦୁଃଖ ହିଁ ଦୁଃଖ। ସେଥିଲାଗି ଜ୍ଞାନୀମାନେ କହିଗଲେ ଯେ ନିତ୍ୟ ଶାଶ୍ୱତ ଈଶ୍ୱର ଉପରେ ହିଁ ନିର୍ଭର ରୁହ। ତେଣୁ ଏକ ସାଧକର ପ୍ରଗତିର ମାପଦଣ୍ଡ ହେଉଛି ସମତା। ବାହାର ଜଗତରେ ଅସ୍ଥାୟୀ ଘଟଣାରୁ ବିଶେଷ ପ୍ରଭାବିତ ନ ହେବା ହିଁ ସମତା। ସୁଖତୁଲ୍ୟ କୌଣସି ଘଟଣା ଆସିଲା ତେବେ ତାକୁ ଅନାସକ୍ତ ଭାବେ ଭୋଗିବା, ଏହାକୁ ନିଜ କୁଶଳ କର୍ମର ଫଳ ଭାବି ତାକୁ ଆନନ୍ଦ ନେବା, ସେହି ସୁଖକୁ ଟାଣି ଧରିବାକୁ ଚେଷ୍ଟା ବିଲକୁଲ କରିବା ନାହିଁ। ଅନିତ୍ୟତାର ନିୟମକୁ ସବୁ ସମୟରେ ମନେ ରଖିବା ଉଚିତ ଜଣେ ସାଧକକୁ। ସେହିଭଳି ଦୁଃଖତୁଲ୍ୟ ଘଟଣା ଶାରୀରିକ ହେଉ
କିମ୍ବା ମାନସିକ ହେଉ ଯଦି ଆସୁଅଛି ତାକୁ ମଧ୍ୟ ସମତା ଚିତ୍ତରେ ଭୋଗିବା। ଏହାକୁ ଏକ ନିଜର କୌଣସି ପୂର୍ବ ଅକୁଶଳ କର୍ମର ଫଳ ଭାବି ତାକୁ ସ୍ୱୀକାର କରିବା। ନିଜ ଦୁଃଖକୁ ଯଦି ତୁମେ ବିମୁଖ କରୁଛ ଆଉ ୟାକୁ ତାକୁ ଦୋଷ ଦେବାରେ ଲାଗି ରହୁଛ, ତେବେ ସେହି ଦୁଃଖର ସମ୍ବର୍ଦ୍ଧନ ହୋଇଥାଏ। ଅନ୍ୟମାନେ କେବଳ ସେ ଦୁଃଖକୁ ତୁମ ସମ୍ମୁଖୀନ ପହଞ୍ଚାଇବା ପାଇଁ ଏକ ମାଧ୍ୟମ, କିନ୍ତୁ ତାହାର ନିର୍ମାଣ ତୁମେ ହିଁ ତୁମ ପୂର୍ବ କର୍ମ ଦ୍ୱାରା କରିଛ। ତ ଯେକୌଣସି ସାଧନାରେ ତୁମ ମନରେ ସମତାର ପୁଷ୍ଟିକରଣ ହେଉଛି, ସମତାର ବୃଦ୍ଧି ହେଉଛି, ତେବେ ଜାଣିନିଅ ତୁମର ପ୍ରଗତି ହେଉଛି। ତେବେ ଜାଣିନିଅ ତୁମେ ଠିକ୍ ବାଟରେ ଯାଉଅଛ। ସେହିଭଳି ଅନ୍ୟ ଏକ ମାପଦଣ୍ଡ ହେଉଛି ବୈରାଗ୍ୟ ଓ ତ୍ୟାଗ। ଧୀରେ ଧୀରେ ସାଧନା ଦ୍ୱାରା ଯଦି ସବୁ ଅସ୍ଥାୟୀ ଓ ଅନିତ୍ୟ ବସ୍ତୁ ଓ ବ୍ୟକ୍ତିମାନଙ୍କ ପ୍ରତି ଏକ ବୈରାଗ୍ୟ ଭାବର ଉଜାଗର କରାଉଅଛି, ତେବେ ଜାଣିନିଅ ଠିକ୍ ପ୍ରଗତି ହେଉଛି। ଅନ୍ୟଥା ତୁମେ ଯେବେ କେବଳ ପୂଜା ପାଠ ୟା ଧ୍ୟାନରେ ମଗ୍ନ ରହୁଛ, କେବଳ ସେହି ସମୟରେ ବୈରାଗ୍ୟ ଭାବ ଅଛି ଆଉ ବାକି ସମୟରେ ମନ ଘର ଦ୍ୱାରା ସମ୍ପତ୍ତି ପରିବାର ଇତ୍ୟାଦି ଜଡ଼ିତ ନାନା ଚିନ୍ତାରେ ବୁଡ଼ି ରହିଅଛି, ତେବେ କିଛି ତ୍ରୁଟି ଅଛି। ସେହିଭଳି ତ୍ୟାଗର ଭାବ ବୃଦ୍ଧି ହେବା ବି ପ୍ରଗତିର ସଂକେତ। ମୋର ପଇସା, ମୋର ଜିନିଷ, ମୋର ପରିବାର, ମୋର ସମ୍ପତ୍ତି, ଏଭଳି ଚିନ୍ତା ସବୁ ସଠିକ୍ ବାଟରେ ଗଲେ ଧୀରେ ଧୀରେ କ୍ଷୟ ହେବାକୁ ଲାଗେ। ଅନ୍ୟ କୌଣସି ବି ଜୀବ, କେବଳ ନିଜ ପରିବାର ବର୍ଗ ହିଁ ନୁହେଁ, ଯଦି ତୁମଠୁ କିଛି ସାହାଯ୍ୟ ମାଗେ ଆଉ ତୁମେ ଯଥାର୍ଥ ତ୍ୟାଗ କରିବାକୁ କୁଣ୍ଠାବୋଧ ହେଉନାହଁ, ତେବେ ପ୍ରଗତି ହେଉଛି। ଯଦି ଅନେକ ସାଧନା ପରେ ବି ତ୍ୟାଗ ଭାବ ତୀବ୍ର ହେଉନାହିଁ, ତେବେ ବି କୌଣସି ଅଭାବ ରହିଯାଉଛି ସାଧନାରେ। ଏବଂ ଅନ୍ତିମରେ ମନର ନିର୍ମଳତା ହେଉଛି ସବୁଠୁ ବଡ଼ ମାପଦଣ୍ଡ। ଜୀବନ ସାରା ଆମେ କର୍ମକାଣ୍ଡ ବାର ବ୍ରତରେ ସମୟ ହରାଇଦେବା, କିନ୍ତୁ ଯଦି ମନର କ୍ଲେଶ କ୍ଷୟ ହେଉନାହିଁ, ତେବେ ସବୁ ଶ୍ରମ ବ୍ୟର୍ଥ। କ୍ରୋଧ, ବାସନା, ଈର୍ଷା, ଲୋଭ, ମୋହ ଓ ଭୟ ଏହି ସବୁ ମନରୁ ଧୀରେ ଧୀରେ ନିକାଶ କରୁଛନ୍ତି ଯଦି, ତେବେ ସାଧନା ସଫଳ ହେଉଛି। କିନ୍ତୁ ଏସବୁରେ ବିଶେଷ କିଛି ତଫାତ୍ ଯଦି ପଡ଼ୁନାହିଁ ଓ କେବଳ ସାଧନା ସମୟରେ ହିଁ ଶାନ୍ତି ଲାଗୁଛି, ବାକି ସମୟରେ ସେହି ପୁରୁଣା ସ୍ୱଭାବ, ତ କିଛି ତ୍ରୁଟି ରହୁଛି। ଚିତ୍ତର ସମ୍ପୂର୍ଣ୍ଣ ନିର୍ମଳ ପରେ ହିଁ ମୁକ୍ତିର ଦର୍ଶନ ସମ୍ଭବ। ତ ଏହି ତିନୋଟି ମାପଦଣ୍ଡରେ ନିଜକୁ ମୂଲ୍ୟାଙ୍କନ କରି ଦେଖନ୍ତୁ। ଆଉ ଯଦି ଆପଣ ସନ୍ତୁଷ୍ଟ, ତେବେ ଆହୁରି ଉତ୍ସାହ ସହିତ ସାଧନାରେ ଲାଗି ପଡ଼ନ୍ତୁ। ଆଉ ଯଦି ଆପଣ ଦେଖୁଛନ୍ତି ଅନେକ ବର୍ଷର ପ୍ରୟାସ ପରେ ବି ଏହି ସବୁ ଦିଗରେ କିଛି ବିଶେଷ ଉନ୍ନତି ହୋଇପାରୁନାହିଁ, ତେବେ ନିରାଶ ହୁଅନ୍ତୁ ନାହିଁ। ସଠିକ୍ ମାର୍ଗଦର୍ଶନ ପାଇଁ ଚେଷ୍ଟା କରନ୍ତୁ। ପ୍ରକୃତି ନିଶ୍ଚୟ ସାହାଯ୍ୟ ପଠାଇବ।